ନମସ୍କାର ନମସ୍କାର। ନମସ୍କାର ସାର୍, ନମସ୍କାର। ସାର୍ କାର୍ଯ୍ୟକ୍ରମ ଆରମ୍ଭ ହେଇଗଲା। କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଦୀପ ସାର୍ ବି ଆସିଛନ୍ତି ଏଠି। କାହାନ୍ତି ସାର୍? ନମସ୍କାର ସାର୍। ନମସ୍କାର ଭଲ ସାର୍। ଅଛନ୍ତି? ମୋବାଇଲ କୁ ଫର୍ମାଟ ମାରିକି ପୁରା ରେଡି କଲି ସାର୍। ନାଇଁ ନାଇଁ, ଧନ୍ୟବାଦ ଧନ୍ୟବାଦ। ଏବେ ସେଇଟା ପୁରା କରିବା ନୂଆ ଦରକାର। ମୋବାଇଲ ଗୋଟେ ହେଇଗଲା ରେଡି। ଆଚ୍ଛା, ଆଜ୍ଞା। ଖାଲି ସାର୍ ଟିକେ ଟିକେଟ ୱାଲେଟ ଠାରୁ କିନ୍ତୁ ଇଜି ଟିକେ ନାହିଁ। ଏଟା ଯୋଉ ସମସ୍ତେ କରିଲା ଭଳିଆ ଟିକେ ଇଜି ତ ହବନି ବୋଧେ। ଯୋଉଟା ଯଦି ଟୋକନ ପକେଟ ଯେତିକି ଇଜି, ଏଟା ଟିକେ କ୍ରିଟିକାଲ ଅଛି। ଏଥିରେ କଣ ମାନେ ମାନେ କ୍ରିଟିକାଲ ଅଛି ମତେ ଟିକେ କହିଲେ। ଅପଡେଟ କରିନି ସେଇ ସକାଶେ ଲାଗୁଛି କ୍ରିଟିକାଲ। ହଁ ଆଚ୍ଛା ଆଚ୍ଛା ଆଚ୍ଛା, ସେଇଆ ସେଇଆ। ଆଇଡି କଲେ ଅଟୋମେଟିକ ଅପଡେଟ ହେଇଯିବ। ଏଥିରେ ଜାଣିଛନ୍ତି କଣ ଅଛି? ଏଥିରେ ଖାଲି ଆଇଡି ଖାଲି ଅଟୋମେଟିକ ଖୋଲି ଯାଉଛି ହେଲା। ତମକୁ ଏତେ ମାନେ ଟାଇମ ଦେଇତେ ପଡୁନାହିଁ। କେବଳ ଖାଲି ଲିଙ୍କ ଟା ଖାଲି ଖାଲି କଣ କି ଖାଲି ପେଷ୍ଟ କରିବ। ହଁ, ଖୋଲିଲେ ସେଇଟା ଆମେ ଚୁଜ କର ନାଇଁ ବଳରାମ ସାର୍, ସେଇ ଯୋଉ ପଲିଗନ ଉପରେ ଯୋଉ ଗ୍ଲୋବ ଉପରେ ଟଚ କରନ୍ତୁ। ଗ୍ଲୋବ ଗ୍ଲୋବ ଉପରେ ଯୋଉଟା ତମ ବ୍ୟାଟେରୀ ଚିହ୍ନ ତଳକୁ ଅଛି ଗୋଟେ, ବ୍ୟାଟେରୀ ଚିହ୍ନ ତଳକୁ ଓକେ ସେଇଠି ପଲିଗନ ନିଅନ୍ତୁ ଓକେ। ହେଲା। ସେଇଠି ଉପରେ ସର୍ଚ୍ଚ କରନ୍ତୁ ଏଲ୍ଜିଏନ୍ଏସ୍ ଯେମିତି କରିବା କଥା ସର୍ଚ୍ଚ କରନ୍ତୁ। ତଳୁ ତଳୁ ଦେଖନ୍ତୁ ବି ଆସିଯିବ। ଏଲ୍ଜିଏନ୍ଏସ୍ ଟା ଆସିଗଲା। ପ୍ରଥମ ଦେଖନ୍ତୁ ଥାର୍ଡ ନମ୍ବର ଅଛି। ହଁ ଫାଷ୍ଟ ଅଛି। ଓକେ ସାର୍, ଏଲଜିଏନଏସ୍ ରେ ଆଡ୍ରେସ ନମ୍ବର କା ଦେଖିତେ ପଡିବ ଏଠି ହଁ ସବୁ। ହଁ ହଁ, ନାଇଁ ନାଇଁ କିଛି ନାଇଁ। ବହୁତ F01 ଅଛି ଏଲଜିଏନଏସ୍ ପରା ମାରୁଛି। ସାର୍, F01 ଅଛି। F01 ହଁ ଠିକ ଅଛି। ସେଇଟା ବି କହିବା ପାଇଁ ପଡିବ ସବୁ। ଏଲ୍ଜିଏନ୍ଏସ୍ ଡାଇରେକ୍ଟ ଠିକ ଅଛି। 063 ଠିକ ଅଛି। ପ୍ରଥମଟା ସେଇ ସବୁ ନମ୍ବର କା ସବୁ ମନେ ରଖିତେ ପଡିବ। ଆଉ ସେଟା ଏଲ୍ଜିଏନ୍ଏସ୍। ଏଲଜିଏନଏସ୍ ହଁ 725 ଠିକ ଅଛି। ସାର୍ ଏଇଟା ଯୋଉ ଏସଏଲଜିଏନଏସ୍ ରାଇଟ ସାଇଡ ରେ ଯୋଉ ଗୋଟେ ନାଲି ଚିହ୍ନଟା ଦଉଛି ସେଟା ସେଟା କଣ? ସାର୍ ଲିକ୍ୱିଡିଟି ନାହିଁ ନା ଏଲ୍ଜିଏନ୍ଏସ୍ ରେ। ତ ସେଇଥିପାଇଁ ସେଟା ଖାଲି ଆମର ଟ୍ରାନ୍ସଫର ଫର୍ମାଟ ରେ ରଖିଛି ବୋଲିକି ସେଟାକୁ ଦେଖାଉଛି ହେଲା। ଆଉ ଯେତେବେଳେ ଲିକ୍ୱିଡିଟି ଯେତେବେଳେ ନାହିଁ ସେଟା ତ ଦେଖେଇବ ନା ଅଟୋମେଟିକ। ଆଜ୍ଞା ନାଇଁ ସେଇଟା ପଲିଗନ ଟା ଅଛି, ପଲିଗନ ଟା ଟଚ୍ କଲେନି କି? ପଲିଗନ ଟଚ୍ କରୁଛି। ନାଇଁ ସାର୍, ହେଇନାହିଁ। ଦେଖନ୍ତୁ ଭୁଲରେ ରହିଯାଇଛି। ଆଉଥରେ ମାରନ୍ତୁ ଗ୍ଲୋବ ଟା। ଗ୍ଲୋବ ପଲିଗନ ନେଇନାହାନ୍ତି। ହଁ ଅଛି ଏବେ ନା ସାର୍? ଏବେ ରହିଲା। ଠିକ ଅଛି 1 ସାର୍। 2 3 4 ଡାଇଟା 5 ନେଲେନି। ଡାଇଟା ଡାଇ ଉପରେ ଅଛି। ଆଚ୍ଛା ଠିକ ଅଛି ଠିକ ଅଛି। ଏତିକି ସାର୍ କାମ। କେବଳ ଏଠି ସାର୍ ଗୋଟେ କାମ କରିବେ ବଳରାମ ସାର୍। ଆପଣ ସେତେବେଳେ ସେଇ ଯୋଉ ଡିସ୍କଭର ଟିକେ ଗଲେ, ୱାଲେଟ ରେ ଗଲେ, ଟିକେ ସେ ସ୍କ୍ରିନ୍ ଟା ହଟେଇ ଦିଅନ୍ତୁ। ସ୍କ୍ରିନ୍ ଟା ହଟେଇ ଦିଅନ୍ତୁ, ଛୋଟ ସ୍କ୍ରିନ୍ ଟା। ୟେସ୍ ହଁ। ୱାଲେଟ ରେ ହିଁ ଅଛି। ସଭା ଉପରେ ଗଲେ, ସଭା ଉପରେ ଟପ୍ ରେ ଦେଖନ୍ତୁ ଗୋଟେ ସର୍ଚ୍ଚ ଏଣ୍ଡ ଦିଆ ଲେଖା ହେଇଛି। ସେଇଠି ଖାଲି ଆପଣଙ୍କର ଖାଲି ପେଷ୍ଟ ଯାହାର କରିବେ ନା, ଧର ସପୋଜ ନ୍ୟୁ ଲୋକର 4ଟା ଲୋକ କରୁଛନ୍ତି, 4ଟା ଲୋକ 4ଟା ଆଇଡି ଖୋଲିଲେ, ଏଇ ଯୋଉ ସର୍ଚ୍ଚ ହିଷ୍ଟ୍ରି ନାହିଁ କି, ସେଇଟା ଡିଲିଟ ମାରି ଦିଅନ୍ତୁ। ଖାଲି ନୂଆ ଆଇଡି ଲିଙ୍କ ଆଣିବେ, ସେଇଠି ଖାଲି ପେଷ୍ଟ କରିବେ। ଆଚ୍ଛା, ଏଟାକୁ ହିଷ୍ଟ୍ରି ଟାକୁ ଡିଲିଟ ମାରିବା। ହଁ, କାହିଁକି ନା ସବୁବେଳେ ତ ନୂଆ ନୂଆ ମାନେ ଲିଙ୍କରେ ଜଏନିଂ ହେଇତେ ପଡିବ ନା ତାଙ୍କୁ। ଆଜ୍ଞା। ତେଣୁକରି ଏଇଟା ନହେଲେ ପୁଣି ସେଇଥିରେ ଚାଲିବ। କିନ୍ତୁ ସେଇଟା ତାର ମାନେ ଠିକ ହବନି ହେଲା। ପୁଣି ଯାଇକି ଭିତରେ ଯାଇକି ମାନେ କଣ କି ଯୋଉ ରେଫରାଲ ଲିଙ୍କ, ସେଇଠି ପୁଣି ଯାଇକି ଜଏନିଂ ହେଇତେ ପଡିବ। ହଁ, ଓକେ ବାସ୍ ଖାଲି କପି କରିନେବେ, ସେଇଠି ଖାଲି ପେଷ୍ଟ କରିଦିଅନ୍ତୁ, ଦେଖିବେ ଖୋଲିଯିବ। ଯାଆନ୍ତୁ, ଆଗକୁ ଯାଆନ୍ତୁ, ଏରୋ ମାର୍କ ମାରନ୍ତୁ। ନହେଲେ ବି କିଛି ନାହିଁ ସାର୍, କେବଳ ସେଇ ଟୋକନ ପକେଟ ବି ଆପଣ କରିପାରିବେ। ବୁଝିଲେ କି ନାଇଁ? ଏଇଠି ଦେଖନ୍ତୁ, ଏଇଟା ଆସିଲେ କଣ କରିବେ? ଜଏନ୍ ମାରନ୍ତୁ, ମୁଁ କହୁଛି। ହଁ, ଏଇଟା ଟିକେ ରହିଯାଆନ୍ତୁ, ମୁଁ କହୁଛି ୟାପରେ କଣ କରିବେ। ସେଇ ଯୋଉ ଅଣ୍ଡରଲାଇନ ନେଟୱର୍କ ଚେଞ୍ଜ। ସେଇ ଯେ ରଙ୍ଗ ନେଟୱର୍କ ଲେଖା ହେଇଛି, ରଙ୍ଗ ନେଟୱର୍କ ଟଚ୍ କରନ୍ତୁ। ଏଟା ପଲିଗନ ଆସିବ, ପଲିଗନ ଟଚ୍ କରନ୍ତୁ। ୟେସ୍, ସାଇନ୍ ମାଇ ୱାଲେଟ, ଜଏନ୍। ହଁ, କନଫର୍ମ କରିନିଅନ୍ତୁ। ଟପ୍ ଏଥିରେ ପଲିଗନ ଥିଲା ନା ନାଇଁ? ସାର୍ ପୋଲ ନାହିଁ, ଏଥିରେ ଓହୋ ପୋଲ ପକେଇ ନାହାନ୍ତି ଆପଣ। ନାଇଁ ପୋଲ ନାଇଁ ଠିକ। ସେ ଭୁଲ ହଉଛି, ପୋଲ ଟା ପକେଇ ଦିଅନ୍ତୁ। ବେକ୍ କରି ଯାଆନ୍ତୁ।
ओनली घंटा रिचार्ज करना रिसीव बैकअप लेटर हेल्पर लेटर ଶୁଣନ୍ତୁ, ଯାହାର ହେଇପାରୁଛି ଯୋଉଠି ଅଛି ଟୋକନ ପକେଟ କିଛି ଖରାପ ନୁହେଁ ସାର୍। ଟୋକନ ପକେଟ ଟା ବି ଆପଣ କରିପାରିବେ, ସେଇଠି ବି କିଛି ନାହିଁ। କିନ୍ତୁ ମୋ କହିବାର କଥା ହେଲା ଖାଲି ଗୋଟେ ବାହାନା କାଢି କରେଇବା କଥା, ଆଉ କିଛି ନୁହେଁ। ହଁ ସାର୍। सर ଆଉ କିଛି ଦରକାର ନାହିଁ ସାର୍ ଏଠି। ସେ କେତେବେଳକୁ ତାଙ୍କୁ ସବୁ ଆଣିବା? ଆଉ ସେଇଟା ତ ମୁଁ ବଳରାମ ସାର୍ ସହିତ ସକାଳେ କଥା ହେଇଥିଲି। ସମସ୍ତଙ୍କୁ କହିବା ଦରକାର ଅଛି ନା ମୁଁ ମେସେଜ କରିଦେଲେ ସମସ୍ତେ ଖାଲି ଦେଖିପାରିବେ ଆପଣ? ସମସ୍ତେ ପୁଣି ଆସିବା ବି ଦରକାର ନା, मेसेज ତା ଭିତରେ ସମସ୍ତେ ଆସିପାରିବେ ବୋଲି ତାର କିଛି ଗ୍ୟାରେଣ୍ଟି ନାହିଁ। ଆଜ୍ଞା ସେଇଟା ଯଦି କିଛି ପାଖରେ ଯାଇକି ଲିଡରଙ୍କୁ କଲ୍ ମୁଁ କଣ କରିକି ମୁଁ କଣ ହ୍ୱାଟ୍ସଆପ କଲ୍ ରେ ଜଏନ୍ କରିକି କରିଦବା କି? ମୁଁ ସେଇ କଥା ବୁଝୁଥିଲି, ଯୋଉମାନେ କାହା ପାଖରେ ଅଛି ଟୋକନ ପକେଟ, କାହା ପାଖରେ ବିଡିଗେଟ ଅଛି, ପ୍ରଥମେ ବୁଝି ନିଅନ୍ତୁ, ବୁଝିଲେ କି? ସେଇଟା ସେମାନଙ୍କୁ ହ୍ୱାଟ୍ସଆପ କଲ୍ ରେ ଲିଡର ମାନଙ୍କୁ ନେଇ ଆସିବା, ତାପରେ ଆପଣ ସେଇଟାକୁ ଡିସ୍କସନ କରି ଠିକ ଅଛି, କିଛି ନାହିଁ। मैक्सिमम टोकन पैकेट अच्छी ହଁ सर ଟୋକନ ପକେଟ ଅଛି ତ, packet ଖାଲି ଅଛି। ଖାଲି ଟୋକନ ପକେଟ ଖାଲି କଣ କରିବା ଦରକାର, ନୂଆ ଆଇଡି ଖୋଲି ସେଠି ଖାଲି କନଭର୍ଟ କରିବାର ଅଛି। ସାର୍ ଆପଣ ସେଇ ଜିନିଷଟାକୁ ଡିସ୍କସନ କରିବେ, ଆପଣ ମାନେ କେମିତି ଆଇଡି କରିଛନ୍ତି। ସବୁ ହଁ। ହ୍ୱାଟ୍ସଆପ ଜରିଆରେ କରିଛନ୍ତି, ଆପଣଙ୍କ ଅଫଲାଇନ ଆପଣଙ୍କୁ କେମିତି କରେଇଛି ହୁଁ ହ୍ୱାଟ୍ସଆପ ରେ କହିବେ ନିଶ୍ଚିତ ଭାବରେ। ତାହେଲେ ସେଥିପାଇଁ ଆପଣ ମାନେ ବର୍ତ୍ତମାନ ଆଉ ଗୋଟେ ଆମେ କରିବା, ତାକୁ ରିଫ୍ରେଶ କରିଦବା ସମସ୍ତଙ୍କ ପ୍ରୋବ୍ଲେମ କ୍ଲିୟର। ଖାଲି ଏଇଟା କ୍ରସ୍ ମାର୍କ ବର୍ତ୍ତମାନ ମାରନ୍ତୁ, ଅଲରେଡି ରଙ୍ଗ ନେଟୱାର୍କ। ହଁ ଦି କରିବ। ତିନିଟା କେସ୍ ହେଇସାରିଛି, ଦି ତିନିଟା କେସ୍, ତେଣୁ ଆମେ ତା ହଁ ପାଇଁ ଟାଇମ୍ ସତର୍କ ହେଇଗଲାଣି। ରହିବା ଦରକାର। ଏମିତି କରିପାରିବା। ହଁ ଠିକ ଅଛି ନା, କିଛି ନାହିଁ, କରିଦବା। ତ ସମସ୍ତେ ଆରେ ଆମେ ଆଜି ଯିଏ ବି ମାନେ ଆଜି ବି ଖବର ଆସିଛି ଆମର ଭବାନୀ ଶଙ୍କର ସାରଙ୍କ ଟିମରୁ ବି ହେଲା, ଆମର ଆଜ୍ଞା ଜଣେ ଫୋନ କରିଥିଲେ ଗୋଟେ ଲିଡର, ସେ ବହୁତ ଭଲ ଲିଡରଟା। ଏଇଠି ସାର୍ ଜଏନ୍ ମାରନ୍ତୁ ଆଉଥରେ, ହେଲାନି। ଆଉ ଥରେ ଗୋଟେ କାମ କରନ୍ତୁ ସାର୍, ମାନେ ବଳରାମ ସାର୍ ଆଉ ଥରେ ଆସନ୍ତୁ, ମୂଳକୁ ଆସନ୍ତୁ। ମୁଁ କହୁଛି ବ୍ୟାକ୍ ଯାଆନ୍ତୁ, ଆପଣ ଭୁଲଟା କରିଦେଲେ କଣ ଜାଣିଛ ନା। ଏଇଠି ଜଏନ୍ ମାରନ୍ତୁ, ଜଏନ୍ ମାରନ୍ତୁ। ହଁ ଜଏନ୍ ମାରନ୍ତୁ, ପୁଣି ଓହୋ ପୁଣି ଜଏନ୍ ମାରନ୍ତୁ। ପୁଣି ଯାଏଁ ହୁଁ ହଁ ଭୁଲଟା ଏଇଆ ହେଲା ଯେ କଲ୍ ନ ନେଇକି ମୁଁ ଯାଉଥିଲି ନା। ହେଲା, ତାପରେ ସେ ଯୋଉ ହିଷ୍ଟ୍ରିଟା କ୍ଲିୟର କଲେନି, ପୁଣି ଆଣି ପେଷ୍ଟ କରିଦେଲି। ହଁ ଏଟା ହେଇଯିବ, ଟିକେ ଖାଲି ରହିଯାନ୍ତୁ, ସେଟା ହେଇଯିବ, ପୁଣି ଡିପ୍ ହେଇଯିବ ଏଟା। ନାଇଁ ହେଇନି ସାର୍। ଆଉ ଥରେ ବ୍ୟାକ୍ କରନ୍ତୁ ସାର୍। ହେଇଯିବ ହେଇଯିବ ହେଇଗଲା ସାର୍। ହଁ ସେଟା ନେଟୱାର୍କ ଇସ୍ୟୁ ଅଛି ଆପଣଙ୍କ ଟିକେ ଏଠି। ଆଜ୍ଞା ଆଜ୍ଞା ହଁ ହେଇଗଲା ହେଇଗଲା। ସେଟା ଲେଫ୍ଟ ସାଇଡରେ ଯାଇକି ଏଟା ଆପ୍ରୁଭ୍ କରିଦିଅନ୍ତୁ। ଏଟା କାହାର ଆଇଡି, ଆପଣଙ୍କର? ଆଜ୍ଞା ଆଜ୍ଞା ଠିକ ଅଛି। ସାର୍ ଏଠି ଟିକେ ଜଲ୍ଦି ଦେଖାଏ ନାହିଁ ନା। ହଁ ନାଇଁ ସେଇଟା ସାଙ୍ଗେ ସାଙ୍ଗେ ହେଇଯିବ, ଦେଖିବେ ରୁହନ୍ତୁ, ସେଇଟା ଆପେ ନେଇଯିବ। ହଁ ଅନଷ୍ଟେକ୍। ଏଥିରେ ଗୋଟେ କଣ ଏଏସଏଲ ମାନେ ଆମର କଣ କି ବିଟଗେଟ୍ ୱାଲେଟରେ ତମର ଗ୍ୟାସ୍ ଫିସ୍ ଟା କମ ଲାଗିବ, ବାସ୍ ଏତିକି ହେଲା ଭଲ। ଆଜ୍ଞା ଏଟା ହେଇଗଲା ସାର୍ ଆକ୍ଚୁଆଲି। କିଛି ଆପଣ ନାହିଁ, ଏଠି ଥରେ ମେନ୍ ଲିଡର ଆଇଡିରେ ମାନଙ୍କୁ ଏଇଟା ସମସ୍ତଙ୍କୁ ଏଇ ଯୋଉ 80F7 ଟା, ସେଇଟା ଆପଣ ମେନ୍ ଆଇଡିରେ ଯାଇକି ଦେଖନ୍ତୁ ଟିକେ, ଦେଖା ହଉଛି ନା ନାଇଁ। ସେଇଟା ସବୁବେଳେ ଓକେ ଦେଖିନଥିବ ଟିକେ, 84F7। ଠିକ ଅଛି ସାର୍। ବର୍ତ୍ତମାନ ଆମେ ମେନ୍ ଖୋଲିବା ଏଇଠି। ନାଇଁ ନାଇଁ, ତଳକୁ ଟିକେ ସେ ସ୍କ୍ରିନ୍ ଟା କରନ୍ତୁ, ସ୍କ୍ରିନ୍ ଟା ମଣିଷ ତଳକୁ ମୁଣ୍ଡରେ କରନ୍ତୁ, ଚକ ଅଛି। ସ୍କ୍ରିନ୍ ଟା ତଳକୁ କରନ୍ତୁ। ହଁ ସେଇଟା ହୁଁ ଦେଖନ୍ତୁ, ସେଇ ଯୋଉ ଲେଖା ହେଇଛି ମାଇ ୱାଲେଟ ଟୁ, ରାଇଟ୍ ସାଇଡ୍ ରେ ତୀର ଚିହ୍ନ ଅଛି, ସେଇଟା ଟଚ୍ କରନ୍ତୁ। ହଁ ବାସ୍ ଓକେ ହଁ ବାସ୍। ଏଇଟା ଏବେ ମେନ୍ ଆଇଡିଟା ଖୋଲନ୍ତୁ ଯାଇକି, ଯେମିତି ଉପରେ ଟଚ୍ କରନ୍ତୁ, ସବା ଉପରେ। ହଁ ସେଇ ଲିଙ୍କରେ ଟଚ୍ କରନ୍ତୁ, ତଳେ ଯୋଉ ଲେଖା ହେଇଛି ସର୍ଚ୍ଚ ହିଷ୍ଟ୍ରିରେ। এই লিঙ্কটা তো ହଁ হুম ଏଠି ହଁ ବାସ୍ କ୍ରସ୍ ମାରି ଦିଅନ୍ତୁ, କରିଦିଅନ୍ତୁ ବାସ୍। ତଳକୁ ଟିକେ ଗଲେ, ହଁ ଏଇଠି 1 ଆସିଯାଇଛି। ଦେଖେଇଲା, ବାସ୍ ଠିକ ଅଛି।
ସେଇଟା ଆପଣଙ୍କର ହେଲା 84F7 ହେଲା ଫାଷ୍ଟ ଆଇଡି, ଏଇଟା ହେଲା ଆଜ୍ଞା 2C11 ହେଲା ଆପଣଙ୍କର ମାଷ୍ଟର ଆଇଡି, ରାଇଟ୍? ଆଜ୍ଞା ହଁ, ଏବେ ଆଉ ଦିଟା ଆଇଡି ସାର୍ ଖୋଲି ଦିଅନ୍ତୁ, ଆପଣଙ୍କର କ୍ଲିୟର ହେଇଯିବ। ହୁଁ ମୁଁ ଆଚ୍ଛା, ପ୍ରଦୀପ ସାର୍ ଙ୍କୁ ଦେଇ ଦଉଛି ଏଇଟା ତଳେ ହିଁ ଥିଲା ତ? ହଁ ଏଇଟା କପି କରିକି ଦେଇ ଦିଅନ୍ତୁ ସାର୍। ହଁ କପି କରିକି ମୁଁ ଆପଣଙ୍କର ଦେଇଦେବି ସେଠି ଏଟାକୁ। କେମିତିକା ମାନେ ଫାଷ୍ଟ ଆଇଡିର ଆପଣଙ୍କ ପ୍ରଦୀପ ସାର୍ ଥିଲେ? ଫାଷ୍ଟ ଆଇଡିର ନୁହଁ, ହଁ ସେଇ ମାଷ୍ଟର ତଳରୁ ଫାଷ୍ଟ। ଦେଖନ୍ତୁ ହୁଁ ସେଠି ଯେମିତିକା ସେଠି କରିଥିଲେ ସେଠି ସେମିତିକା ବି କରିଦିଅନ୍ତୁ, ସେଇ ହିସାବରେ ଜଏନିଂ କରିଦିଅନ୍ତୁ, ପୁଣି ଉଲ୍ଟା ପାଲ୍ଟା ହେଇଯିବ ସବୁ। ଗୋଟେ ସାଇଡରେ କାମ ଅଧିକା ହେଇଯିବ, ନାଇଁ ଗୋଟେ ସାଇଡରେ କମିଯିବ, ପୁଣି ଏଇଭଳିଆ ହବ ପୁଣି। କିଛି ନାହିଁ ସେଇଟାକୁ, ଯେମିତି ଥିଲା ସେମିତି ହବ ସାର୍। ହଁ ଆଉ ଗୋଟେ ଆଇଡି ଖାଲି ଖୋଲି ଦଉନାହାନ୍ତି ସେଠି, ଦିଟା ଆଇଡି ଖୋଲି ଦିଅନ୍ତୁ। ଗୋଟେ ସୂର୍ୟ ସାର୍ ସେ ଟୋକନ ପ୍ୟାକେଟ କଲେ ବି ଚଳିବ, କାହିଁକି ନା ନାଇଁ ନାଇଁ ଯେହେତୁ କିଛି ଶୁଣନ୍ତୁ, ହ୍ୱାଟ୍ସଆପ କିଛି ପ୍ରୋବ୍ଲେମ ନାହିଁ ସାର୍, ଯାହାକୁ ଯୋଉଟା ସୁଇଟେବଲ ହଉଛି ସେଇଟା କରିନିଅନ୍ତୁ ହେଲା। ଆଜ୍ଞା ହୁଁ କେବଳ ଖାଲି ଗୋଟେ କଥା ମୁଁ କହିଦେବି ସାର୍, ମାନେ ସିକ୍ୟୁରିଟି ପର୍ପଜ, ଯୋଉମାନେ ହୁଁ ହୁଁ ଅନଲାଇନରେ ଖୋଲିଥିଲେ ତ ଏଇଭଳିଆ ଇସ୍ୟୁ ହଉଛି, ଯୋଉମାନଙ୍କର ଆକାଉଣ୍ଟ ବେଳେ ବେଳେ ହ୍ୟାଙ୍ଗ ହଉଛି, ମୁଁ ଗୋଟେ ଡୁପ୍ଲିକେଟ କଥାବାର୍ତ୍ତା କରିବି ଏଠି, ଆଉ ଟିକେ ମିଛ କହିତେ ପଡିବ ହେଲା, କିଛି ନାହିଁ। ଆଜ୍ଞା ଆଉ କିଛି ଗୋଟେ ଇସ୍ୟୁ ଆସୁଛି ଯୋଉଟା କି ତାଙ୍କର ବାରମ୍ବାର 7702 ଦେଖଉଛି, ତ ଅନଲାଇନ ରେ ଯୋଉମାନେ କରେଇଛନ୍ତି, ଖାଲି ଖାଲିଟା ଗୋଟେ କହିତେ ପଡିବ, କଣ କରିବା ଆଉ। ହୁଁ 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 ତେଣୁ କରିକି ଏଟା ଦାଓ କମିଟିରୁ ଗୋଟେ ମେସେଜ ଆସିଛି, ତେଣୁ ମୁଁ ଖାଲି ଛୁପିକି ଗୋଟେ ଲେଖିଦେବି ମେସେଜ ଟା, କଣ ମୁଁ ଏଟା କରିବି ହେଲା। ତ ଯୋଉମାନଙ୍କର ଆଇଡି ପୁରୁଣା ଖୋଲିଥିଲେ, ଖାଲି ଜଷ୍ଟ ଲାଇକ୍ ଗୋଟେ ଖାଲି ମାନେ ଲିଙ୍କ ଯୋଉଟା ଯାଉଛି ସେଇଥିରେ ଖାଲି ଗୋଟେ ଖାଲି ନୂଆ ଆଇଡି ଖୋଲିକି କନଭର୍ଟ ଖାଲି କରିନିଅନ୍ତୁ, ସେଟା ଟ୍ରାନ୍ସଫର କରିନିଅନ୍ତୁ ବାସ୍। ଆଜ୍ଞା ଯୋଉଠି ଯୋଉଠି ଯାହାର ସରିଗଲାଣି ପୋଲ, ଟିକେ ସେଇଟା ଆରେଞ୍ଜ କରିନେବେ ଆଉ ହେଲା। ଆଜ୍ଞା 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 ହଁ, ହଁ ଫୋନ ଆରେଞ୍ଜ କରିଦେବା, କିଛି କେବଳ ନାହିଁ। ଆପଣ ଲିଡର ମାନଙ୍କୁ ପ୍ରଥମେ କହିନିଅନ୍ତୁ, ସେଟା ହେଇଯିବ ହେଲା। ସାର୍ 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 କିଏ ଆପଣଙ୍କର ଲିଡର ସାର୍ କିଏ? ସୁରେଶ ସାର୍, ଆଉ ରବି ସାର୍, ପ୍ରଦୀପ ସାର୍, ଚତୁର୍ବେଦ ସାର୍, ଆଉ ସାର୍ ହୁଁ କିଏ ଜଣେ? ଆଉ ମନୋଜ ସାର୍। ଓକେ, ମନୋଜ ସାର୍, ମନୋଜ ସାର୍ ଟିମ୍ ବହୁତ ଅଛି କି? ହଁ କିଛି ହେଲାଣି। କିଛି ହେଇଗଲାଣି। ଆଚ୍ଛା, ତ ମାନେ ମିନିମମ୍ ବର୍ତ୍ତମାନ 5 ଲିଡର ବର୍ତ୍ତମାନ ତୈୟାର ଅଛନ୍ତି। ଆଜ୍ଞା ଠିକ ଅଛି, ହଉ କିଛି ନାହିଁ ହେଲା। ମୁଁ ସେଟାକୁ କଥା ହେବି ଟିକେ, ମୁଁ ଏଟା ବି ବିନୟ ସାରଙ୍କ ସହିତ କଥା ହେଇଯିବି, କାହିଁକି ନା ପୁରୀ ଟ୍ରିପ ପାଇଁ ମୁଁ କହିଦେବି ସାର୍, ନୂଆ ଆଇଡି ଆଜ୍ଞା ଖୋଲିକି ମୁଁ ଟ୍ରାନ୍ସଫର କରିଦଉଛି, ସେଟାକୁ ଆପଣ ଲିଗାଲି ବୋଲି ମାନିବେ ପୁଣି ହେଲା। କାହିଁକିନା ଗୋଟେ 2 ଆଜ୍ଞା ତାରିଖ ପରେ ଟ୍ରାନ୍ସଫର ମନା କରିଥିଲେ, ତେଣୁ ମୁଁ କହିଦେବି ତାଙ୍କୁ ହେଲା, କିଛି ନାହିଁ, ମୁଁ ସେ ଆରେଞ୍ଜ କରିଦେବି। ହୁଁ ଠିକ ଅଛି କହିତେ ଠିକ ପଡିବ। ଅଛି। ସାର୍ ମୁଁ ଟୁଏଲ୍ ବିଲ୍ ସବୁ ରେଜିଷ୍ଟର ସବୁ ଏଣ୍ଟ୍ରି କରିଦେବି, ସାର୍ଙ୍କର ସାଇନ୍ ହେଇନି। ସେଣ୍ଡ କରିଦେନ୍ତୁ। ଏଇଟା ସାର୍ ବଳରାମ ସାର୍, ଆପଣ ଯୋଉ ଆଇଡି ଟା ଖୋଲିଛନ୍ତି ସେ ଆଇଡି ଟାକୁ ଆପଣ ଫର୍ମାଟ ମାରିଥିଲେ, ଏଇ ଯୋଉ ନୂଆ ମୋବାଇଲ ଟାର ଆଜ୍ଞା ये मोबाइल टोकन पकड़ नहीं तो कौन सा बताइए देख के तो ना। ସେଟା ଉଡେଇଦେବି ସାର୍, ଉଡେଇଦେବି। उड़े दियंतु सर, ମୁଁ ସେଇଥିପାଇଁ କହିଥିଲି ରିସେଟ ମାରିଦେବେ, ନହେଲେ ସବୁ ମୋବାଇଲ କଣ ମାନେ ଥୋଡି ଅଛି, ଗୋଟେ ମୋବାଇଲ ଟା ରଖନ୍ତୁ ହୁଁ ଅରିଜିନ ପାଇଁ କେବଳ, ଆପଣ ଲାଇଫ ରିସ୍କ ନାଇଁ ମିଳିବା ନାଇଁ ପାଇଁ ମୁଁ ଚାହୁଁଛି। ମୁଁ ଉଡେଇଦେବି, ଏଟା ସରିଗଲା ମାନେ ଉଡେଇଦେବି ମୁଁ ତାକୁ। ସେଇ ଆଇଡି ଟାକୁ କେମିତି ଲିଙ୍କ କରିବେ, ଗୁଗଲ ଅଥେଣ୍ଟିକେଟର ଆପଣ ଡାଉନଲୋଡ କଲେ, ଆଚ୍ଛା ପ୍ଲେ ଷ୍ଟୋର ଯାଇକି ନା। ଗୁଗल ଅଥେଣ୍ଟିକେଟର ଡାଉନଲୋଡ କଲେ ଆପଣ, क्लिक करना है ଓକେ उसको ମୁଁ डाउनलोड ତେବେ इसको ଡାଉନଲୋଡ डाउनलोड करना है ହେଇଯିବ। व्यू ପଚାରଙ୍କୁ मैनेजमेंट डाउनलोड କହିଦଉଛି ଡାଉନଲୋଡ କରିବା ପାଇଁ। ଏଟା ତ ପୁରୁଣା ଆଇଡି। यहाँ से डाउन करके प्रिंट और इसको ନାଇଁ ଏଠି ଖୋଲିବା ଦରକାର ନାହିଁ, ମୁଁ ଯୋଉଠି କହୁଛି ସେଠି ଖୋଲନ୍ତୁ, ବେକ୍ କରନ୍ତୁ। ନାଇଁ ନାଇଁ ମୁଁ ଲିଙ୍କଟା ଖାଲି କପି କରିବି ତ, ଟିକେ ଖାଲି ଓକେ ଓକେ, ଯେହେତୁ ଖୋଲିଛି। BFC7 ଓକେ। ସେଇଟା ହଁ ପ୍ରଦୀପ ସାର୍ ପଠେଇ ଦିଅନ୍ତୁ। ଗୁଗଲ ଅଥେଣ୍ଟିକେଟର ଇନଷ୍ଟଲ କରିଦେବ। ଇନଷ୍ଟଲ କର। ସିକ୍ୟୁରିଟି ଅଛି ଏଟା। ନାଇଁ ଏଟା ବି କିଛି ନାହିଁ, ଟୋକନ ପକେଟ ବି କିଛି ନାହିଁ। ଗୁଗଲ ଗୁଗଲ ଅଥେଣ୍ଟିକେଟର ଗୁଗଲ ପ୍ଲେ ଷ୍ଟୋରକୁ ଅଥେଣ୍ଟିକେଟର ଖାଲି ଯାଇକିନା ଏ ମାରନ୍ତୁ ଆସିଯିବ, ଗୁଗଲ GOGL ଗୁଗଲ, ନାଇଁ ଗୁଲା ହେଇଗଲା ଗୁଗଲ।
GG GOGLE ସେ ଡବଲ ଓ ଠିକ ଅଛି କିଛି ନାହିଁ ଆସିଯିବ ସାର୍ ହେଲା ଯା ମାରନ୍ତୁ ଅଥେଣ୍ଟିକେଟର ସ୍ପେସ୍ ଦିଅନ୍ତୁ GGL ହଁ ଆସିଗଲା ଦେଖନ୍ତୁ ପ୍ରଥମଟା ଡାଉନଲୋଡ କରିନି ଇନଷ୍ଟଲ କରିନି ଫାର୍ଷ୍ଟ ୱାନ୍ ଟା ତ ହୁଁ ତଳଟା ନା ନାଇଁ 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 ସେଟା କ୍ୟାନସଲ କରନ୍ତୁ ସେଟା ନୁହଁ ତଳଟା ହଁ। ପୁରା ନାଲି ସବୁଜ ଦିଆ ହଁ ଓପନ କରି ନିଅନ୍ତୁ ହଁ ଗେଟ୍ ଷ୍ଟାର୍ଟେଡ୍ କ୍ରିଏଟ୍ ଷ୍ଟାର୍ଟେଡ୍ ଆପଣ ସେଇଟା ଓକେ ସେଇ କଣ୍ଟିନ୍ୟୁ ମେଲ୍ ଆଇଡି ଦେଇ ଦିଅନ୍ତୁ ଏଠି କଣ୍ଟିନ୍ୟୁ ବଳରାମ ମୁରଲି ଦେଇ ଦିଅନ୍ତୁ ପଳେଇଲା ତ ଅଟୋମେଟିକ ହୁଁ ପରମିଶନ ମାଗିଲା ଟିକେ ରୁହନ୍ତୁ ଏଟା ସ୍କାନିଂ ରେ ଅଛି ହଁ ଓପନ କଲେ ଆଉ ଥରେ କଣ୍ଟିନ୍ୟୁ କରନ୍ତୁ କଣ୍ଟିନ୍ୟୁ ଏଜ୍ ବଳରାମ ପାସୱାର୍ଡ ମାଗୁଛି କି ଏଡ୍ କୋଡ୍ ଲେଖୁଛି ସେଇଟା ଗୋଟେ କାମ କଲେ ସାର୍ ଏବେ ସେଇଟା ଏବେ ଆସିଲା ନା ମାନେ ଆପଣଙ୍କର ଗୋଟେ ମାନେ ଲେଫ୍ଟ ସାଇଡ୍ ରେ କୋଡ ତଳେ ଲେଖା ହେଇଥିବ କୋଡ ବୋଲିକି ସ୍କାନର କୋଡ ଏଡ୍ କୋଡ୍ ଲେଖିଛି ହଁ ଠିକ ଅଛି ମୁଁ କହୁଛି ଆପଣ ଯାଆନ୍ତୁ ସେଠିକି ଟୋକନ ପକେଇ ଆମର କଣ ବିଟଗେଟ୍ ୱାଲେଟ୍ ଯାଆନ୍ତୁ ବିଟଗେଟ୍ ୱାଲେଟ୍ କୁ ଆସିବ ନା ଓକେ ଏଟା ବେକ୍ କରନ୍ତୁ ପୁରା ଏଟା ବି କ୍ୟାନସଲ କରନ୍ତୁ ସାର୍ ହଁ ଶୁଣନ୍ତୁ ଏଇ ଯୋଉ ଲେଖା ଯାଇଛି ସେଣ୍ଡ ରିସିଭ୍ ହିଷ୍ଟ୍ରିଟାକୁ ଟିକେ ଲେଫ୍ଟ ସାଇଡ୍ ଟାଣିଲେ ହଁ ଏଇଠୁ ତିନିଟା ବଟନରେ ଟଚ୍ କଲେ 77029 ତ ଠିକ ଅଛି ହଉ ଏବେ ବେକ୍ କରନ୍ତୁ ଏଟା ମୁଁ କହୁଛି ଅଛି EIP 770 ଅଛି ନା ଏଟା ଅଛି କିନ୍ତୁ ଏଟା ରେଡ୍ ଦେଖୁନାହିଁ ନା କିଛି ନାହିଁ ଏଟା ଆପଣ ବେକ୍ କରନ୍ତୁ ହଁ ଓକେ ସେଇ ଯୋଉ ଉପରେ ଯୋଉଟା କଣ୍ଢେଇ ଚିହ୍ନ ଅଛି ଟଚ୍ କରନ୍ତୁ କଣ୍ଢେଇ ବାବୁ ହଁ ସେଇ ଯୋଉ ରାଇଟ୍ ସାଇଡ୍ ରେ ଗୋଟେ ଏରୋ ମାର୍କ ଅଛି ଟଚ୍ କରନ୍ତୁ ଓକେ ହଁ ଏଇଠି ଦେଖନ୍ତୁ ଲେଖା ହେଇଛି ଗୁଗଲ ଅଥେଣ୍ଟିକେଟର ନଟ୍ ଲିଙ୍କଡ୍ ବୋଲିକି ସେଇଟା ଲିଙ୍କ କରନ୍ତୁ ନଟ୍ ଲିଙ୍କଡ୍ ସେଇଟା ନେକ୍ସଟ ମାରନ୍ତୁ ଏଇଟା ସାର୍ କପି କରି ନିଅନ୍ତୁ ଓକେ କପି କଲା ପରେ ଆପଣଙ୍କର ସେଇଠିକି ଯାଆନ୍ତୁ ଏଇଟା ମିନିମାଇଜ କରି ଯାଆନ୍ତୁ ଏଇଠି ତାପରେ ଏଡ୍ କୋଡ୍ ହଁ ସେଇ ଯୋଉ ଆଡ୍ କୋଡ୍ ଉପରେ ସେଇଠି ଆପଣଙ୍କର ଇଏ କରନ୍ତୁ ସାର୍ ଆପଣଙ୍କର ଗୋଟେ ମିନିଟ୍ ରୁହନ୍ତୁ ମୁଁ କହିଦଉଛି ଆପଣଙ୍କୁ ଛୁଇଁଦବା ନା ଟିକେ କ୍ଲିକ୍ କରିବା ଶୁଣନ୍ତୁ ନା ପେଷ୍ଟ କରିବା ମୁଁ କହୁଛି ସେଇଠି କୋଡ୍ ନେମ୍ ଲେଖନ୍ତୁ ଆପଣଙ୍କର ନାଁଟା ଲେଖନ୍ତୁ ସେଇଟା ସେକେଣ୍ଡ ଆଇଡି ବୋଲିକି ହେଲା ଓକେ କୋଡ୍ ନେମ୍ ଟା ଏଠି ସେକେଣ୍ଡ ଆଇଡି ଲେଖନ୍ତୁ ଏଡ୍ କୋଡ୍ ମତେ ପଡିବ ନା କି କୋଡ୍ ନେମ୍ ତ ନେମ୍ ସାର୍ ଆସୁନି ପ୍ରଥମଟା ଆସୁନାହିଁ ନା ଏଇ ଯୋଉ ଲେଖା ହେଇଛି ଦେଖନ୍ତୁ ଏଇ ଯୋଉ କଣ କହୁନା ତଳେ ଲେଖା ହେଇଛି ଯୋଉଟା ଏଣ୍ଟର ସେଟଅପ୍ କି ଏଟାକୁ ଛୁଇଁଲା ପରେ ହଁ ଏଣ୍ଟର ସେଟ୍ ଅଫ୍ କି ଓକେ ଟଚ୍ କରନ୍ତୁ କୋଡ୍ ଓକେ ନେମ୍ ସେଇଟା କୋଡ୍ ନେମ୍ ଲେଖନ୍ତୁ ସେକେଣ୍ଡ ଆଇଡି ମାରନ୍ତୁ ଲେଖନ୍ତୁ ମାଇନ୍ ଓକେ ସେକେଣ୍ଡ ଆଇଡି ମାଇ ସେକେଣ୍ଡ ଆଇଡି ତ ମାଷ୍ଟର ଆଇଡି ଏଇଟା ଫାଷ୍ଟ ଆଇଡିଟା ନା ଇଏ ପ୍ରଦୀପ ସାରଙ୍କର ସେକେଣ୍ଡ ହଉଛି ତ ନା ସରି ଫାଷ୍ଟ ହଉଛି ତ ସିଏ ମାଷ୍ଟର ଏଇଟା ଲେଖିଛନ୍ତି ଆପଣଙ୍କର ଏଇଟା ଫାଷ୍ଟ ଆଇଡି ନା ମାଷ୍ଟର ଆଇଡି ଛାଡି ଦିଅନ୍ତୁ ଏଇଟା ହେଲା ଆପଣଙ୍କର ଫାଷ୍ଟ ଆଇଡି ହୁଁ BAF7 ଟା ହେଲା ସେଇଟା ଆପଣ ଫାଷ୍ଟ ଆଇଡି ଏଇଟାକୁ ଆପଣ ଲେଖନ୍ତୁ ବଳରାମ ମାନେ ଫାଷ୍ଟ ଆଇଡି ଲେଖନ୍ତୁ ଫାଷ୍ଟ ଆଇଡି ନା ଏଇଟା 4 ନମ୍ବର ହବ ଆରଟା ଅନୁସାରେ ମୁଁ ଲେଖିବି ନା ହଉ ଠିକ ଅଛି ଆପଣ ସେଠି ପୁରା ଲେଖିଛନ୍ତି ଫାଷ୍ଟ ଆଇଡି ନା କଣ ହଉ ଠିକ ଅଛି ଆପଣ ଲେଖନ୍ତୁ ହେଲା ଯାହା ବି ଲେଖୁଛନ୍ତି ହଁ ହଁ କାହିଁକି ନା ଯେତେବେଳେ ଆପଣଙ୍କର ଗୁଗଲ ଦରକାର ପଡିବ ନା ଆପଣ ଏଇଠି ଲେଖିଦେଲେ ଜାଣିପାରିବେ ଯେ କୋଉ ଓଟିପି ଟା ମୁଁ ନେମି ବୋଲି ଏଠୁ ଆଜ୍ଞା ସେଠି ଦେଖିନିଅନ୍ତୁ ଠିକ କଣ ଅଛି ମୁଁ ଲେଖିଛନ୍ତି ଲେଖିଦେଲି ହଁ ହଁ ଲେଖିଦେଲି ତଳେ ଯୋଉ ୟୁର କି ସେଇଟା ପେଷ୍ଟ କରନ୍ତୁ ସେଟା କପି କରିକି ଆଣିଥିଲେ ଓକେ ପେଷ୍ଟ ହଁ ଆଡ୍ କରିଦିଅନ୍ତୁ ଏଠି ଟାଇମ ବେଷ୍ଟ ଯୋଉ ଲେଖିଛି କିଛି ସେଠି ନାହିଁ ସେଟା ଆଡ୍ କରନ୍ତୁ ଆଜ୍ଞା ମାଷ୍ଟରରେ ଆଡ୍ କରିଛି ନା ଦେଖନ୍ତୁ ଏଇଠି ଗୋଟେ ରାଉଣ୍ଡ ଘୁରୁଛି ରାଇଟ୍ ସାଇଡ୍ ରେ ଆଜ୍ଞା ଯେତେବେଳେ ଷ୍ଟାର୍ଟ ରୁ ଆସିବ ଯେତେବେଳେ ପୁରା ରହିବ ଏଟା ଟିକେ ରହିଥିବ ଏଟା ଛାଡି ଦିଅନ୍ତୁ ନେକ୍ସଟ ଯେତେବେଳେ
पूरा स्टार्ट ରୁ ଆସିବ ସେତେବେଳେ କପି କରିନେବେ ଏଟାକୁ ତାରି ଉପରେ ଟଚ୍ କରିନେବେ। ସେଟା ପୁରା କଭର ହେଲା ପରେ ତ? ହଁ ପୁରା ଘୁରିଲା ପରେ ପୁଣି ମୂଳରୁ ଷ୍ଟାର୍ଟ ହବ ହୁଁ। ସେଇଠି କପି କରିନେବ ସେଠି ପେଷ୍ଟ କରିଦେବ ନେଇକି। ଫାଷ୍ଟ ଗୋଟେ ନମ୍ବର ଆସିଥିଲା ଏବେ ଆଉ ଗୋଟେ ନମ୍ବର ଆସିଛି। ହଁ ସବୁ ହଁ ସେଟା କପି କରନ୍ତୁ ରାଇଟ୍ ସାଇଡ୍ ରେ ଦେଖନ୍ତୁ ଗୁଲାଟା ଗୁଲୁନ ନା ସେଇଟା ଉପରେ ଟଚ୍ କରିଦିଅନ୍ତୁ କପି ହେଇଯିବ। ହଁ ସେଠିକି ଯାଆନ୍ତୁ ସାର୍ ସେଠିକି ଯାଆନ୍ତୁ ମିନିମାଇଜ କରିଥିଲେ ନା। ଏଇଟା ହଁ ହେଇଗଲା କପି ହେଇଗଲା। ଏଇଠି ତ? ହଁ ଓକେ। ଜଲ୍ଦି କରନ୍ତୁ ଏଟାକୁ ତଳକୁ ଯାଆନ୍ତୁ। ହଁ ନେକ୍ସଟ ହଁ ସେଇଠି କରନ୍ତୁ ଏଇଠି paste paste କରିବ କରନ୍ତୁ paste, ହଁ ବାସ୍। ହଁ, ଏଟାକୁ ଆପଣ ଯୋଉ ପାସୱାର୍ଡ କଣ paste, ଦେବା ହଁ? ଦେଇ ଦିଅନ୍ତୁ ପାସୱାର୍ଡ। ଯାଇଥିଲ ସେଇଠି ଯୋଉ ଆଣିଥିଲ ପାସୱାର୍ଡ କୋଉଠି ତଳେ ଦବା ନା? ହଁ ସେଇଠି ଯୋଉ ଯୋଉ ବନେଇଥିଲେ ପାସୱାର୍ଡ ଦେଇ ଦିଅନ୍ତୁ। ବାଇଣ୍ଡ କରିଦିଅନ୍ତୁ। ନାଇଁ ନା? ତାପରେ ନେକ୍ସଟ ନା କଣ ମାତ୍ର କହୁଛି ଏଇଠି ସେଇଟା ପେଷ୍ଟ କର ଖାଲି ପେଷ୍ଟ ମାରି ଦେଖନ୍ତୁ ଲିଙ୍କ ହେଇଗଲା ହେଲା। ବାସ୍ ଆପରେ ତ ଏଇ ପରବର୍ତ୍ତୀ ପ୍ରକାର ସବୁ ହିଁ ଲିଙ୍କ କରିବା ତ? ହଁ ଏଇଭଳିଆ ଲିଙ୍କ କରିଦେଲେ ଆପଣ ସେଫ୍ ଆଣ୍ଡ ସିକ୍ୟୁର ହେଲା। ଓକେ। ସେ ଆଗଲା ବାଲା ଯିଏ ବି ହ୍ୟାକ୍ କରୁଥିବ ତାକୁ ସେ ପାସୱାର୍ଡ ମାଗିବ। ଏରା ଜିନିଷ ଓକେ। ଏଇଭଳିଆ ତିନିଟା ଆଇଡି ସାର୍ ଖୋଲି ନିଅନ୍ତୁ। ଯୋଉଠି ଯୋଉଠି ଦେଇଛନ୍ତି ଏଠି ଦେଖନ୍ତୁ ଲେଖା ହେଇଛି କଣ ହେଇଛି ମାଇ ୱାଲେଟ 2 ଲେଖା ହେଇଛି। ଏଠି ଲେଖିଲେ ମାଇ ୱାଲେଟ 4। ସେଟା ଲେଟ୍ ହେଇଗଲା। ଏଟା ନା ଚେଞ୍ଜ କରିଦେବେ ସାର୍। ଏଡିଟ କରିଦିଅନ୍ତୁ ଏଠି ଉପରଟା ଠିକ ଅଛି। ହେଲା। ଆଜ୍ଞା। ସେଇଟାକୁ ଦେଇଥାନ୍ତା ନା ଏଇଟା ଉପରଟା ହବ ହଉ ଠିକ ଅଛି ସାର୍ ଆମେ କଭର କରିଦଉ ତାପରେ ତାଙ୍କ ସହିତ କଥା ହେଇକି ଯୋଉ ମାନେ ଆସିପାରୁଛନ୍ତି ତାଙ୍କ ସହିତ ଟିକେ କଥା ହେଇଯିବା ନହେଲେ ମେସେଜ ଛାଡ଼ିଦେବେ ଆପଣ। ଠିକ ଅଛି। ତାପରେ ସେଇଠିକି ହଉ ହଉ ହଉ।